ଆଜି ଆମେ ଏକ୍ଜାମ୍ରେ ବାରମ୍ବାର ଆସୁଥିବା 15ଟି MCQ ଡିସ୍କସ୍ କରିବା। ବଡ଼ପଣ ଚ୍ୟାପ୍ଟର କବି ହେଉଛନ୍ତି କବିବର ରାଧାନାଥ ରାୟ। ସେହି ଚ୍ୟାପ୍ଟର ଆଜି ଆମେ 15ଟି MCQ ଡିସ୍କସ୍ କରିବା। ପ୍ରଥମ କ୍ୱେଶ୍ଚନ୍ ହେଲା, କେଶରୀ ଓୟସୀ ତୁମ୍ଭେ ସିନା ଶ୍ୱାନ, ଏହା କାହାକୁ କୁହାଯାଇଛି? ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ କୁହାଯାଇଛି। ତାପରେ 2 ନମ୍ବର କ୍ୱେଶ୍ଚନ୍ ହେଲା, ବହ୍ନିଶିଖା ପରି ଊର୍ଦ୍ଧ୍ୱଗାମୀ କିଏ ଥିଲେ? ଏଇଟା ହେଲା ଉତ୍କଳର ଗଜପତି ମାନଙ୍କୁ କୁହାଯାଇଛି। ତାପରେ 3 ନମ୍ବର କ୍ୱେଶ୍ଚନ୍ ହେଲା, କବି ରାଧାନାଥ ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣଙ୍କୁ ପରମ ଉଦାର ବୋଲି କାହିଁକି କହିଛନ୍ତି? କାହିଁକି ନା ରାଜ୍ୟକୁ ଏକ ପରିବାର ମନେ କରୁଥିଲେ, ସେଥିପାଇଁ ସେ ତାଙ୍କର ପିତୃଗଣଙ୍କୁ ପରମ ଉଦାର ବୋଲି କହିଛନ୍ତି। ତାପରେ 4 ନମ୍ବର କ୍ୱେଶ୍ଚନ୍ ହେଲା, କବିଙ୍କ ସମୟରେ ରାଜା ଏବଂ ପ୍ରଜାଙ୍କ ସମ୍ପର୍କ କିପରି ଥିଲା? କବିଙ୍କ ସମୟରେ ରାଜା ଏବଂ ପ୍ରଜାଙ୍କ ସମ୍ପର୍କ ଥିଲା ବାଜା ଓ ପାରା ପରି ସମ୍ପର୍କ ଥିଲା। ତାପରେ 5 ନମ୍ବର କ୍ୱେଶ୍ଚନ୍ ହେଲା, ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? କିପରି ଭୟଭୀତ କରୁଥିଲେ? ବିଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ। 6 ନମ୍ବର କ୍ୱେଶ୍ଚନ୍ ହେଲା, ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ୱ କ'ଣ ଥିଲା? ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ୱ କ'ଣ ଥିଲା? ଗନ୍ତାଘର ଥିଲା ସର୍ବସ୍ୱ। ତାପରେ 7 ନମ୍ବର କ୍ୱେଶ୍ଚନ୍ ହେଲା, ଦୁଃଖୀ ରଙ୍କିଙ୍କୁ ଶୋଷଣ କରି ରାଜାମାନେ ବିଦେଶୀଙ୍କୁ କ'ଣ ଖୁଆଉଥିଲେ? ଏଇଟା ହେଲା କୁକୁଟାଣ୍ଡ। ଏଇଟା ମିଷ୍ଟେକ୍ ଅଛି, କୁକୁଟାଣ୍ଡ ହେଇପାରେ। ତାପରେ 8 ନମ୍ବର କ୍ୱେଶ୍ଚନ୍ ହେଲା, 8 ନମ୍ବର କ୍ୱେଶ୍ଚନ୍, ରାଜାମାନେ କିପରି ନିଜର ମାଲଖାନା ପୂର୍ଣ୍ଣ କରୁଥିଲେ? ନିଜର ମାଲଖାନା ଜରିମାନା କରି ପୂର୍ଣ୍ଣ କରୁଥିଲେ। ତାପରେ 9 ନମ୍ବର କ୍ୱେଶ୍ଚନ୍ ହେଲା, ଧନ ଅର୍ଜନର ସାଫଲ୍ୟତା କେଉଁଠି ଥାଏ? ସୁବ୍ୟୟରେ ଧନ ଅର୍ଜନର ସାଫଲ୍ୟତା ଥାଏ। ତାପରେ 10 ନମ୍ବର କ୍ୱେଶ୍ଚନ୍ ହେଲା, ବିଶ୍ୱବିଜୟୀ ଆଲେକଜାଣ୍ଡାର ସମୁଦ୍ର କୂଳରେ ପହଞ୍ଚି କାହିଁକି କାନ୍ଦି ପକାଇଲେ? କାହିଁକି ନା ଜୟ କରିବାକୁ ଆଉ ରାଜ୍ୟ ନଥିଲା। ସେ ହେଉଛନ୍ତି ବିଶ୍ୱବିଜୟୀ ଆଲେକଜାଣ୍ଡାର। ତାଙ୍କ ପାଖରେ ଆଉ ଜିତିବା ପାଇଁ ଆଉ କୌଣସି ରାଜ୍ୟ ନଥିଲା, ସେଥିପାଇଁ ସେ ନଦୀ କୂଳରେ ପହଞ୍ଚି କାନ୍ଦି ପକାଇଥିଲେ। ତାପରେ 11 ନମ୍ବର କ୍ୱେଶ୍ଚନ୍ ହେଲା, ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ, ଏହି ଉକ୍ତିଟି କାହାର? ଏହି ଉକ୍ତିଟି ସେଇଙ୍କର, ଯିଏ ହେଉଛନ୍ତି ବିଶ୍ୱବିଜୟୀ ଆଲେକଜାଣ୍ଡାର। ତାପରେ 12 ନମ୍ବର କ୍ୱେଶ୍ଚନ୍ ହେଲା, ଭଙ୍ଗା ମାଠିଆକୁ ପାଣି ବୋହିଯିବା ପରି ମଣିଷ ଜୀବନର କ'ଣ ସରିଯାଉଛି? ମଣିଷ ଜୀବନର ଆୟୁ ସରିଯାଉଛି ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି। ତାପରେ 13 ନମ୍ବର କ୍ୱେଶ୍ଚନ୍ ହେଲା, ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେକରି ଯିଏ ହସୁଥାଏ ତାର କିପରି ଗତି ଘଟେ? ମୃତ୍ୟୁ ବହୁତ ଦୂରରେ ଅଛି ବୋଲି ଯିଏ ହସୁଛି ତାର କିପରି ଗତି ଘଟୁଛି? ବେଲେ ହସି ହସି ମୃତ୍ୟୁ ତା ପଛରେ ଆସି ବସିଯାଏ। ତାପରେ 14 ନମ୍ବର କ୍ୱେଶ୍ଚନ୍ ହେଲା, ଆୟୁ ବଢ଼ିଗଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି? ଛାୟା ପରି ବଢ଼ିଯାଏ। ତାପରେ 15 ନମ୍ବର କ୍ୱେଶ୍ଚନ୍, ବିଧାତା ଧର୍ମରୂପକ ପୋତ ଗଢ଼ିଛନ୍ତି କାହିଁକି? କାହିଁକି ବିଧାତା ଧର୍ମରୂପକ ପୋତ ଗଢ଼ିଛନ୍ତି? କାହିଁକି ନା ସଂସାର ବାରିଧି ଅତିକ୍ରମ କରିବା ପାଇଁ। ତାପରେ 15 ନମ୍ବର କ୍ୱେଶ୍ଚନ୍ ସବୁ କମ୍ପ୍ଲିଟ୍ ହେଇସାରିଛି।